ତାହେଲେ ପିଲାମାନେ ପଢିବା ଚତୁର୍ଥ ଶ୍ରେଣୀ ପ୍ରଥମ ବିଷୟକୁ ଏବେ ଯୋଉ ନୂତନ ପୁସ୍ତକ ବାହାରିଛି ଚତୁର୍ଥ ଶ୍ରେଣୀ ତାର ପ୍ରଥମ ବିଷୟ ଟିକେ ପଢିବା। କୋଉ ଶ୍ରେଣୀ? ଚତୁର୍ଥ ଶ୍ରେଣୀ। ସେଇଠୁ ଟିକେ ଲେଖିଛି। ଦେଖ ପିଲାମାନେ, ଚତୁର୍ଥ ଶ୍ରେଣୀ ତୁମର ପ୍ରଥମ ବିଷୟ। ଚତୁର୍ଥ ଶ୍ରେଣୀ ପ୍ରଥମ ବିଷୟ ନୂତନ ବହିର ନୂତନ ବହି। ନୂତନ ବହି ତୁମ ଗଣିତ ମେଳା ଅଛି। ଗଣିତ ମେଳା 2026 ବର୍ଷ ବା ଚଳିତ ବର୍ଷ ଅନୁସାରେ। ଚାଲ ସେ ବିଷୟକୁ ଟିକେ ଆଲୋଚନା କରିବା। କଣ କହିଛି ସେ? ସୀମା ଖରାଛୁଟିରେ ଏକ ବଡ଼ ସହରକୁ ଯିବାକୁ ଚାହୁଁଥିଲା। ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ନେଇଯାଇଥିଲେ ଏବଂ ସେମାନେ ନନ୍ଦନକାନନ, ପଠାଣି ସାମନ୍ତ ପ୍ଲାନେଟୋରିୟମ, ବିନ୍ଦୁସାଗର, ରାମ ମନ୍ଦିର, ରାଜ୍ୟ ସଂଗ୍ରହାଳୟ ଆଉ ଖଣ୍ଡଗିରି, ଉଦୟଗିରି ଗୁମ୍ଫା, ଧଉଳିଗିରି ଗୁପ୍ତ ରାଜଭବନ, ବିଧାନସଭା ଭବନ ଏବଂ କଳିଙ୍ଗ ଷ୍ଟାଡିୟମ ପରି ଅନେକ ପୁରୁଣା ନୂତନ ଆକର୍ଷଣୀୟ ସ୍ମାରକ ପରିଦର୍ଶନ କରେ। ପିଲାମାନେ, ଏଇ ଯେଉଁ ସ୍ଥାନ ହଉଛି ଗୋଟେ ଗୋଟେ କଣ ଆମର ବୁଲିବା ସ୍ଥାନ, ଆକର୍ଷଣୀୟ ସ୍ମାରକ ସ୍ଥାନ। ବର୍ତ୍ତମାନ ସେ ନିଜ ପାଖରେ ଥିବା କାଠ ବ୍ଲକ ଗୁଡ଼ିକ ବ୍ୟବହାର କରି ଧଉଳି ସ୍ତମ୍ଭ ଏକ ମଡେଲ ତିଆରି କରିବାକୁ ଚେଷ୍ଟା କରିଛି। ଦେଖ ପିଲାମାନେ, ସେ ଧଉଳି ସ୍ତମ୍ଭ ଏକ ମଡେଲ ତିଆରି କରି ଏମିତିଆ ଦେଖ ଧଉଳି ସ୍ତମ୍ଭ ସେ ତିଆରି କରିବାକୁ ଚେଷ୍ଟା କରୁଛି। ବ୍ଲକ ଗୁଡ଼ିକୁ ବ୍ୟବହାର କରି ଏଠାରେ ଦିଆଯାଇଥିବା ଘର ଗୁଡ଼ିକ ମଡେଲ ତିଆରି କରିବାକୁ ଚେଷ୍ଟା କରୁଛି। ତୁମେ ମାନେ ମଧ୍ୟ ଏଇ ଯୋଉ ମଡେଲ ଦିଆଯାଇଛି ଏମିତିକା ଏଇ ଜିନିଷ ବ୍ୟବହାର କରି କେମିତିକା ମଡେଲ ତିଆରି କରିବାକୁ ତୁମେ କଣ କରିବ? ଚେଷ୍ଟା କରିବ ହେଲା। ତୁମ ବିଦ୍ୟାଳୟରେ ଥିବ, ତୁମମାନେ ତିଆରି କରିବାକୁ ଚେଷ୍ଟା କରିବ। ଏଭଳିଆ ଏହା ହେଉଛି ତୁମ ପାଇଁ କଣ ପ୍ରକଳ୍ପ କାର୍ଯ୍ୟ। ତୁମ ମଡେଲରେ ଘରର କେଉଁ ଅଂଶ ତୁମେ ଦେଖାଯାଉଛି? ଏଇଟା ଦେଖ, ଉଦାହରଣ ସ୍ୱରୂପ ଛାତ। ଏଇ ମଡେଲରେ କୋଉ ଅଂଶ? ଛାତ ଅଂଶ ତା ଖୁଣ୍ଟକା ଦେଖାଯାଉଛି ହେଲା, ତାପରେ ତା ମୂଳ ଦୁଆକ ଦେଖାଯାଉଛି। ତୁମେ ଏହି ଅଂଶ ଗୁଡିକ କାହିଁକି ବାଛିଲ? ଯୋଉ ପଟେ ଦେଖାଯାଉଛି କାହିଁକି ବଛାଯାଏ? ଯୋଉ ପଟେ ଦେଖାଯାଉଛି ସେଇ ପଟେ ହିଁ ତ ବାଛାଯିବ ନା। ଏହି ଅଂଶ ଗୁଡିକ ମଡେଲ ତିଆରି କରିବା ପାଇଁ କେଉଁ କେଉଁ ଆକୃତି ବ୍ୟବହାର କରିବ? କୋଉ ଅଂଶ? ଛାତ ବ୍ୟବହାର କରିବା ପାଇଁ କୋଉ ଆକୃତି ବ୍ୟବହାର କରିବ? ଆୟତ ଚିତ୍ର। ସ୍ତମ୍ଭ ପାଇଁ, ଛାତ ପାଇଁ ଆୟତ ଚିତ୍ର ହେଲେ ଛାତଟା ଆୟତ ଚିତ୍ର। ସ୍ତମ୍ଭ ପାଇଁ ପିଲାମାନେ ତୁମେ ସିଲିଣ୍ଡର ଆୟତାକୃତି ହବ। ସ୍ତମ୍ଭ ପାଇଁ କଣ ପିଲାମାନେ? ସିଲିଣ୍ଡର ଆକୃତି। ସିଲିଣ୍ଡର। ଏଠି ଦେଖ କୋଉ କୋଉ ଆକୃତି। ଏଟା ହଉଛି କଣ? এটা ଆୟତାକୃତି, এটা ସିଲିଣ୍ଡର, এটা ଅର୍ଦ୍ଧବୃତ୍ତ, এটা ବର୍ଗାକୃତି। ବୁଝିପାରୁଛ ନା? ଏଟା ବି ମଧ୍ୟ ଆୟତାକୃତି, ଏଟା ବି ମଧ୍ୟ ଆୟତାକୃତି। କୋଉ କୋଉ ଆକୃତି ସେ କହିଛି। ଏଇଟା ଏଇ ଯୋଉ ଉପରଟା ଏଇଟା କଣ ଆକୃତିର? ଏଇ ଯୋଉ ଏମିତିକା ଟୋପି ଭଳିଆ, ଟୋପି ଭଳିଆ ତମେ ମାନେ ପଢିଥିବ ପିଲାମାନେ ଏମିତି। କଣ ଆକୃତି? କୋଉ ଆକୃତି କଣ? ସମଘନ ଆକୃତି ମଧ୍ୟ ହେଇପାରିବ, ଆୟତଘନ ଆକୃତି ହେଇପାରିବ ହେଲା। ମଡେଲ ପ୍ରକୃତ ଘରର ଚିତ୍ରକ ସହିତ କିପରି ସମାନ? ପ୍ରକୃତ ଘରଠାରୁ କିପରି ଭିନ୍ନ? ତୁମ ମଡେଲରେ ପ୍ରକୃତ ଘର ଚିତ୍ର ସହିତ କିପରି ସମାନ? ଏହା ପ୍ରକୃତ ଘରଟା କିପରି ଭିନ୍ନ? ଦେଖ, ପ୍ରକୃତ ଘରଠାରୁ କଣ କିପରି ଭିନ୍ନ? ପ୍ରକୃତ ଘର ଟିକେ ସୁନ୍ଦର ଦେଖାଯାଏ, ମଡେଲ ମଧ୍ୟ ଟିକେ ସୁନ୍ଦର ଦେଖାଯାଏ ହେଲା। ତାପରେ ଦେଖ ପ୍ରକଳ୍ପ କାର୍ଯ୍ୟ ସେ କରିଛି। ଶିକ୍ଷାର୍ଥୀ ନିଜ ସାହି ଓ ଗଳିକୁ ଅନୁଧ୍ୟାନ କରିବା ପାଇଁ ଉତ୍ସାହିତ କରନ୍ତୁ। ଶିକ୍ଷାର୍ଥୀମାନେ ନିଜ ସାହି ବା ଗଳିରେ କେତୋଟି ମୁଖ୍ୟ ଘରର ମଡେଲ ପ୍ରସ୍ତୁତ କରନ୍ତୁ। ତୁମେ ପିଲାମାନେ ତୁମ ଗାଁର ଦେଖ, ଏଠି ତୁମ ଗାଁର ଚିତ୍ରଟାକୁ ସେ କହିଛି ବା ତୁମ ସାହିର ଚିତ୍ର ମାନଙ୍କୁ ତୁମେ ଏମିତି ମଡେଲ ଆକାରରେ କରିବ ହେଲା। କଣ କରିବ? ମଡେଲ ଆକାରରେ କରିବ।
ତୁମ ଗାଁର ତୁମ ସାହିର। ଏଟା ଦେଖ ସେ ପିଲାଟା କଣ କରୁଛି, ଧଉଳି ସ୍ତମ୍ଭର ମଡେଲ ଗୋଟେ ତିଆରି କରୁଛି। ଏହି ଧଉଳି ଏହା ଧଉଳି ସ୍ତମ୍ଭ ପରି ଦିଶୁଛି କି? ହଁ ଦିଶୁଛି। ହଁ। ତୁମେ ଧଉଳି ସ୍ତମ୍ଭ ଏକ ମଡେଲ ତିଆରି କରିବା ପାଇଁ କେଉଁ କେଉଁ ଆକୃତି ବ୍ୟବହାର କରିବ, କାହିଁକି? ଏଟା ଦେଖ ପ୍ରଥମେ କଣ ନେଇଛି, ଆୟତ ଘନ, ଆୟତକୃତି, ଆୟତ ଘନ ଆକୃତିର, ଆୟତ ଘନ ଆକୃତି ଭଳି। ତାପରେ ମଧ୍ୟ ଆୟତ ଘନ ବର୍ଗାକୃତି ନେଇଛି, ବର୍ଗା ବର୍ଗାକୃତି। ତାପରେ ସିଲିଣ୍ଡର ଆକୃତି, ସିଲିଣ୍ଡର। ତାପରେ ଅର୍ଦ୍ଧବୃତ୍ତ ଆକୃତି, ଅର୍ଦ୍ଧବୃତ୍ତ ଆକୃତି। ତାପରେ ବୃତ୍ତାକୃତିର। ଏଇ ଜିନିଷ ନେଲେ ଯାଇକି ଧଉଳି ସ୍ତମ୍ଭ, ଏଟାକୁ ଧଉଳି ସ୍ତମ୍ଭ ହେଇପାରିବ। ତୁମେ ଏପରି କେତୋଟି ଆକୃତି ବ୍ୟବହାର କରିବ? 6ଟି କି 7ଟି ହବ, 6ଟି ଆକୃତି। ତୁମେ ଜାଣିଛ କି ଧଉଳି ସ୍ତମ୍ଭ ଏକ ପ୍ରସିଦ୍ଧ ଐତିହ୍ୟ ସ୍ଥଳ, ଏଥିରେ ପଥର ତିଆରି ସିଡି ଅଛି। ଧଉଳି ସ୍ତମ୍ଭରେ କଣ ପଥର ତିଆରି ସିଡି ଅଛି ହେଲା। ପୂର୍ବରୁ ମଧ୍ୟ ଲୋକମାନେ ମାଟି, ପଥର ଖଣ୍ଡ କିମ୍ବା କାଠ ସାହାଯ୍ୟରେ ଘର ତିଆରି କରୁଥିଲେ। ଆଜିକାଲି ଆମେ କଂକ୍ରିଟ ବ୍ଲକ, ଫମ୍ପା ବ୍ଲକ ଆଦି ବ୍ୟବହାର କରୁଛୁ। ଏହି ସମସ୍ତ ଇଟା କଣ ସମାନତା ଅଛି ଦେଖ? କଣ ସମାନତା ଅଛି ପିଲାମାନେ? ଏଠି ଯେତେଟା ଏଇପଟେ ଯେମିତି ଦୃଶ୍ୟ ଏପଟେ ସେମିତି ଦୃଶ୍ୟ, ଏଇପଟେ ମଧ୍ୟ ସେମିତି ଦୃଶ୍ୟ, ଏପଟେ ଏଠି ଯେତେଟା ତଳ ସେପଟେ ସେତେଟା ତଳ ଅଛି। ଏଠି ଯେତେଟା ଧାର ଅଛି, ଏଇ ଯୋଉ ଧାର ଯେତେଟା ଅଛି ଏଠି ମଧ୍ୟ ସେତେଟା ଧାର ଅଛି। ସମାନତା ବହୁତ ଅଛି। ଏଠି ଯେତେଟା ପୃଷ୍ଠ ଅଛି ସେଠି ବି ସେତେଟା ପୃଷ୍ଠ ଅଛି ହେଲା। ଏଠି ଯେତେଟା ଶୀର୍ଷ ଅଛି ସେଠି ବି ସେତିକ ଶୀର୍ଷ ଅଛି ହେଲା। ସବୁ ଚିତ୍ର ତୁମ ପାଇଁ ମଡେଲ ଦେଇଦେଇଛି କଣ, ଶିକ୍ଷାର୍ଥୀମାନଙ୍କୁ ଛୋଟ ବାକ୍ସ, ବୋତଲ, ଅଦରକାରୀ ଡବା, ସଢେଇ ଆଦି ସଂଗ୍ରହ କରି ଗୋଟିଏ ଘର ମଡେଲ ପ୍ରସ୍ତୁତ କର ହେଲା। ତୁମ ଏଟା ମଡେଲ, ଏଠି ତୁମ ପାଇଁ କାମ, ତୁମ ପାଇଁ କାମ, ତୁମେ ତିଆରି କରିକି ଆଣିବ ଘରର ମଡେଲ ଏଇ ଜିନିଷକୁ ବ୍ୟବହାର କରି। ତାପରେ ଦେଇଛି କଣ, ହସ୍ତକର, କାଗଜ ପଟି ସାହାଯ୍ୟରେ ଏକ ଗୋଲକ ପରି ଆକୃତି ତିଆରି କର। ଦେଖ ସିଏ ଗୋଟେ କରିଦେଇଛି କାଗଜ ପଟି ଗୋଲକ। ଏହି ଏକ ଖୋଲା ବାକ୍ସ କିପରି ଦେଖାଯାଉଛି ତାହା ଦେଖିବା ପାଇଁ ସୀମା ବାକ୍ସକୁ ଖାଲି ଚଟାଣ ଉପରେ ରଖିଛି। ଦେଖ ଏଇ ଖୋଲା ବାକ୍ସ ତିଆରି କରୁଛି। ଏହାର ବାକ୍ସ ଜାଲକର ନେଟ୍ କୁହାଯାଏ। ଏ ବାକ୍ସ ଜାଲକର ନେଟ୍ କୁହାଯାଏ। ଯଦି ତୁମେ ଡଟ୍ ଚିହ୍ନିତ ରେଖାକୁ ଭାଙ୍ଗ କରିବ ତେବେ ତୁମେ ଏଇ ପୂର୍ବପରି ବାକ୍ସଟି ଫେରି ପାଇବ। ଦେଖ ସେ ବାକ୍ସ ତିଆରି କରିଛି, କାଗଜର ବାକ୍ସ ଜାଲକୁ ତିଆରି କରିଛି। ଯଦି ଡଟ୍ କଣ କରିବ, ଭାଙ୍ଗିବ, ପୁଣି ବାକ୍ସ ଗୋଟେ ତିଆରି ହେଇପାରିବ। ବୁଝିପାରିଲ? ଏମିତିକା ମଧ୍ୟ ତୁମେ ତିଆରି କରିବ। ତାପରେ 2 ନମ୍ବର କଣ ଦେଇଛି, ତଳେ ଦିଆଯାଇଥିବା ମଡେଲ ଗୁଡିକ ତିଆରି କରିବା ପାଇଁ ଏହି ଗଣିତ ବହିର ଶେଷରେ ଥିବା ଜାଲକ ବ୍ୟବହାର କର। ଗଣିତ ବହିର ଲାଷ୍ଟ ଆଡୁ ଏଇ ମଡେଲ ତିଆରି କରିବା ପାଇଁ ଲାଷ୍ଟ ଆଡୁ, ପୁରା ଲାଷ୍ଟ ଆଡୁ କଣ ଦିଆଯାଇଛି, ଜାଲକ ଦିଆଯାଇଛି। ତାକୁ ତୁମେ କଣ କରିବ, ଏମିତିକା ତିଆରି କରିବ। ବୁଝିପାରିଲ? ଏଠି ଅଛି କଣ, ପ୍ରିଜମ, ତ୍ରିଭୁଜାକୃତି ପ୍ରିଜମ ବିଶିଷ୍ଟ, ତ୍ରିଭୁଜାକୃତି ପ୍ରିଜମ। ଏଇଟା ହଉଛି ବର୍ଗାକୃତି ବିଶିଷ୍ଟ ପ୍ରିଜମ। ବର୍ଗ, ଏଟା ବର୍ଗ ଚିତ୍ର ଭଳିଆ ଦେଖିପାରୁଥିବ, ବର୍ଗ ଚିତ୍ର ଭଳିଆ ପ୍ରିଜମ। ଏଇଟା ହଉଛି ଷଡଭୁଜ ପ୍ରିଜମ। ଷଡଭୁଜ କହିଲେ ଯାହାର 6ଟା ବାହୁ ଥିବ ତାକୁ ଷଡଭୁଜ ପ୍ରିଜମ। ତ୍ରିଭୁଜାକୃତି ମାନେ ତ୍ରିଭୁଜ ଭଳିଆ ଯେହେତୁ ଅଛି ତାକୁ ତ୍ରିଭୁଜାକୃତି ପ୍ରିଜମ। ବର୍ଗାକୃତି ପ୍ରିଜମ କହିଲେ ବର୍ଗ ଆକୃତିର ଯେହେତୁ ଅଛି ତାକୁ ବର୍ଗାକୃତି। ତ୍ରିଭୁଜ ପିରାମିଡ, ଏଇଟା ଗୋଟେ ତ୍ରିଭୁଜ ପିରାମିଡ ମାନେ 3ଟା ବାହୁ ବିଶିଷ୍ଟ ପିରାମିଡ ହେଲା। ଆଉ ପଞ୍ଚଭୁଜ ପିରାମିଡ କହିଲେ 5ଟା ବାହୁ ଥିବ। ଦେଖ ଏଇଟା ଗୋଟେ ବାହୁ, ଏଇଟା 2, ଏଇଟା 3, ଏଇଟା 4, 1 2 3 4 5 ପଞ୍ଚଭି ଆକୃତି, 1 2 3 ତାପରେ ଏଠି 4, ଏଠି 5। ପଞ୍ଚାବୃତ୍ତିକୁ ଯୋଉ ପିରାମିଡ, ଏଇଟା ହଉଛି ଚତୁର୍ଭୁଜ ଗୋଟେ ପିରାମିଡ। ଦେଖ ଏଇଟା ଗୋଟେ 3ଟା ଅଛି, ତାର ପଟ 4ଟା, ଏଇଟା 4ଟା, ଏଇଟା ହଉଛି 5ଟା, ପଞ୍ଚାବୃତ୍ତି କୃତ। ବୁଝିପାରିଲ ତ? ଏଇଟା ଦେଖ ଚତୁର୍ଭୁଜ କୃତ, 1 2 3 4 ଚତୁର୍ଭୁଜ ପିରାମିଡ। ସମସ୍ତ ପ୍ରିଜମ ଆମେ ଦେଖିଲେ ତ୍ରିଭୁଜାକୃତ ପ୍ରିଜମ, ଦେଖିପାରିଲ ନାଇଁ? ଏଇଟା ଗୋଟେ, ଏଇଟା ଗୋଟେ, ଆଉ ଏଟା ତ ଚତୁର୍ଭୁଜ ହେଇଯାଉଛି, ଏଟା ବି ହଉନି 2
ତିନି, ଏଇଟା ହବନି ପିଲାମାନେ ହେଲା। ଏଇଟା ତ୍ରିଭୁଜାକୃତ ପ୍ରିଜମ ହବନି। ଦେଖ ଏଇଟା ଗୋଟେ ଏକ, ଏଇଟା ଗୋଟେ ଦୁଇ, ଏଇଟା ଗୋଟେ ତିନି, ଏଇ ତିନିଟା ହେଲା। ଏଠି ବର୍ଗାକୃତି ଗୋଟେ ପ୍ରିଜମ। ଦେଖ ବର୍ଗାକୃତି, ବର୍ଗାକୃତି କେତେଟା ଅଛି? ଏଇଟା ଗୋଟେ ଏକ, ଏଇଟା ଗୋଟେ ଦୁଇ, ଆଉ ନାହିଁ। ଅଛି କି? ଏରା ସବୁ ଆୟତକୃତି ହେଇଯାଇଛି, ବୁଝୁଛ ନା? ଷଢ଼ାଭୁଜ ପ୍ରିଜମ କହିଲେ ଏଇଟା ଗୋଟେ ଆଉ ଏଇଟା ଗୋଟେ ଷଢ଼ାଭୁଜକୃତ, ଆଉ ହବନି ସେଟା। ସମସ୍ତ ପ୍ରିଜମର କେଉଁ ଆକୃତି ପୃଷ୍ଠ ସାଧାରଣ ଅଟେ? କେଉଁ ଆକୃତି ପୃଷ୍ଠ ସାଧାରଣ ଧାରଣା ଅଟେ? ଏଇ ଯୋଉ ସମସ୍ତ ପ୍ରିଜମର କୋଉ ଆକୃତି? ଆୟତ ଆକୃତିର। ଆରଟାର ବି ଆୟତାକୃତି ଅଛି, ଏଟାର ବି ଆୟତାକୃତି। ଏହି ପ୍ରିଜମ ଅନ୍ୟ ସବୁ ଆକୃତି ଅଛି କି? ଏହି ପ୍ରିଜମ ଅନ୍ୟ ସବୁ ଆକୃତି ଅଛି ନାହିଁ। ଏହି ପ୍ରିଜମ ଗୁଡିକରେ ଅନ୍ୟ ସବୁ କେଉଁ ଆକୃତି ଅଛି? ଅଛି କହୁଛି, ଏବେ ଶୁଣ, ସମସ୍ତ ପ୍ରିଜମରେ କେଉଁ ଆକୃତି ପୃଷ୍ଠଟି ସାଧାରଣ ଅଟେ? କେଟା ସାଧାରଣ ପୃଷ୍ଠ ଅଛି ପିଲାମାନେ? ମାନେ ଯୋଉ ସମସ୍ତଙ୍କ ପାଖରେ କୋଉଠି, ଏଠି ଦେଖ ଆୟତକୃତି ଅଛି, ମାନେ ଏଠି ବି ଆୟତକୃତି ଅଛି, ଏଠି ବି ଆୟତକୃତି ଅଛି, ତ ସେଇଟା ଲାଗି। ଆଉ କୋଉ ତ୍ରିଭୁଜାକୃତି ଅଛି ପିଲାମାନେ? ତ୍ରିଭୁଜାକୃତି। ଆଉ କଣ ଅଛି? ବର୍ଗାକୃତି ଅଛି। ତାପରେ ଷଡ଼ ଷଡ଼ଭୁଜାକୃତି, ଷଡ଼ଭୁଜାକୃତି ବିଶିଷ୍ଟ ହେଲା, ଏଇ ଆକୃତି ଅଛି। ତାପରେ ପିରାମିଡ କୃତିକୁ ଯିବା। ସମସ୍ତ ପିରାମିଡର କେଉଁ ଆକୃତି ପାର୍ଶ୍ୱ ସାଧାରଣ? କୋଉ ଆକୃତି ପାର୍ଶ୍ୱ? ତ୍ରିଭୁଜା ଆକୃତି ପୃଷ୍ଠ ସାଧାରଣ କୋଉଟା? ତ୍ରିଭୁଜା ଆକୃତି ପୃଷ୍ଠ। ତ୍ରିଭୁଜା କୃତି ବିଶିଷ୍ଟ, ତ୍ରିଭୁଜା କୃତି ବିଶିଷ୍ଟ ହେଲା। ପିରାମିଡ ତ୍ରିଭୁଜା ଆକୃତି ବିଶିଷ୍ଟ ବା ତ୍ରିଭୁଜାକୃତି ପାର୍ଶ୍ୱ ସାଧାରଣ। ଏହାର ତ୍ରିକୋଣୀୟ ପାର୍ଶ୍ୱ ଗୁଡିକ ବିନ୍ଦୁର ମିଶିଥାଏ। ଏହାର ପାର୍ଶ୍ୱ ଗୁଡିକ କଣ? ତ୍ରିଭୁଜାକୃତି। ଏହାର ତ୍ରିଭୁଜାକୃତି ବିନ୍ଦୁରେ ମିଶିଥାଏ। ଅନ୍ୟ ଆକୃତି ପିରାମିଡର ନାମ କୁହ। ଅନ୍ୟ ଆକୃତିର ଚତୁର୍ଭୁଜାକୃତି ଅଛି। ସମଘନକୁ ଗୋଟିଏ ପ୍ରିଜମ କହିବା କି? ପ୍ରିଜମ ଏବଂ ପିରାମିଡ ମଧ୍ୟରେ ପାର୍ଥକ୍ୟ କଣ ଅଛି ଆଲୋଚନା କର। ଏଟା ଦେଖ 3 ନମ୍ବର କଣ କହିଛି ଏଠି? ଏବେ ନୀଳ ଏବଂ ପ୍ଲାଷ୍ଟିକ ସୂତା ବ୍ୟବହାର କରି ନିମ୍ନରେ ଦିଆଯାଇଥିବା ଆକୃତି ଗୁଡିକ ତିଆରି କରି ସାରଣ ଗୁଡିକ ପୂରଣ କର। ଆହାର କେତେଟା ପୃଷ୍ଠ ଅଛି ପିଲାମାନେ? ପୃଷ୍ଠ କହିଲେ ତଳ କେତେଟା ଅଛି? ଏଟା କଣ? ବର୍ଗ। ଆକୁ ବର୍ଗ ଚିତ୍ରକୁ ଯଦି ଆମେ ତଳ କହିବା, ତୁମେ ଦେଖିଥିବ, ସରି ଏଠି ହେଇଥିଲା ହେଇଥାନ୍ତା ଠିକ। এটা ଏଠି ହବ, ଏଟା ଏଠି ହବ, ଏଟା ଏଠି ହବ, ଏମିତି କରୁଛି। କେତେଟା ତଳ ଅଛି ପିଲାମାନେ? 1 2 3 4, ମାନେ ଗୋଟେ ବର୍ଗ ଚିତ୍ର କେତେଟା ଅଛି? ପୃଷ୍ଠ ସଂଖ୍ୟା ତଳ ଏକଡେ ଗୋଟେ, ଏକଡେ ଗୋଟେ, ଦିଟା, ଏକଡେ ଗୋଟେ, ଚାରିଟା, ଏକଡେ କେତେ? 6ଟା ତଳ ଅଛି। ଶୀର୍ଷ କେତେଟା ଅଛି ପିଲାମାନେ? 1 2 3 4 5 6 7 8, 8ଟା ଶୀର୍ଷ ଅଛି। ଧାର କେତେଟା ଅଛି ପିଲାମାନେ? 1 2 3 4 5 6 7 8 9 10 11 12, କେତେଟା ଧାର ଥିବ? 12ଟା ଧାର। ବୁଝିପାରିଲ? ଆୟତକୃତି ମଧ୍ୟ ସେମିତିକା ସମାନ। ଧାର କହିଲେ ଏଇ ଧାର 1 2 3 4, ପୁଣି 4ଟା ଗଲେ 5 6 7 8 9 10 11 12, এই ଧାର ଏଇ ବାହୁକୁ ବୁଝାଏ ଧାର। ତଳ 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 ଅଛି, ତଳ ଏଟା ପୃଷ୍ଠ କହିଲେ ତଳଟା 6ଟା, ଶୀର୍ଷ 8ଟା ମଧ୍ୟ ଆର ମଧ୍ୟ ଧାର 12ଟା। ତ୍ରିଭୁଜାକୃତି ଦେଖ, ତ୍ରିଭୁଜାକୃତି ପୃଷ୍ଠ କେତେଟା? 3ଟା। ଶୀର୍ଷ କେତେଟା ପିଲାମାନେ? 3ଟା। ଧାର କେତେଟା? ସେଇ 3ଟା। ବର୍ଗାକୃତି, ବର୍ଗ ଆକୃତି ବିଶିଷ୍ଟ ପିରାମିଡ। ଆର ଦେଖିବା ପୃଷ୍ଠ କେତେଟା ଅଛି, ଅର୍ଥାତ୍ ତଳ। ଆର ତଳ ପିଲାମାନେ କେତେଟା ହବ? 3ଟା। ଆର ମଧ୍ୟ କେତେଟା ହବ? 1 2 3 4 5ଟା। କେତେଟା ପୃଷ୍ଠ ଅଛି? 5ଟା ହେଲା। ଏଠି ଯାହା ଚିତ୍ର 1 2 3 4 1 2 3 4 5, 5ଟା। ଶୀର୍ଷ କେତେଟା ଅଛି? 1 2 3 4 5, 5ଟା ଶୀର୍ଷ ଅଛି ହେଲା। ଧାର କେତେଟା ଅଛି? 1 2 3 4
5 6 7 8 କେତେଟା ଅଛି ଧାର? 8ଟା ଧାର ଅଛି ହେଲା ବାହୁବଳ ଥିବ। ତାପରେ ତ୍ରିଭୁଜାକୃତି ପ୍ରିଜମ କେତେଟା ତଳ ଅଛି? 1 2 3 4 5 5ଟା ତଳ ଅଛି କେତେଟା? 5ଟା। ଶୀର୍ଷ କେତେଟା ଅଛି? 1 2 3 4 5 6 କେତେଟା ଅଛି? 1 2 3 4 5 6 6ଟା ଶୀର୍ଷ ଅଛି। ବାହୁ କେତେଟା ଅଛି? 1 2 3 4 5 6 7 8 9 9ଟା ବାହୁ ଅଛି କେତେ? ବୁଝିପାରିଲ? ହଁ। ତାପରେ କଣ କହିଛି? ପୃଷ୍ଠ ସଂଖ୍ୟାକୁ ସେ କଣ କରିଛି? F ଧରିଛି ହେଲା। ଧାର ସଂଖ୍ୟାକୁ E ଧରିଛି, ଶୀର୍ଷ ସଂଖ୍ୟାକୁ V ଧରିଛି। V ମଧ୍ୟରେ ଥିବା ସମ୍ପର୍କଗୁଡ଼ିକୁ ଚିହ୍ନଟ କର। ପ୍ରତ୍ୟେକ କ୍ଷେତ୍ରରେ F ପ୍ଲସ୍ V ପ୍ଲସ୍ E ନିର୍ଣ୍ଣୟ କର। ମାଇନସ୍ V E ମାନେ କଣ ହଉଛି ଦେଖ? ଗୋଟିଏ ସମତଳ ପୃଷ୍ଠ ସମତଳ ପୃଷ୍ଠ ସଂଖ୍ୟା ଅନୁଯାୟୀ ତ୍ରିମାତ୍ରିକ ଆକୃତି ଗୁଡ଼ିକ ଏଠାରେ ସେମାନଙ୍କ ନାମ କୁହ। ଗୋଟିଏ ସମତଳ ପୃଷ୍ଠ, 2ଟି ସମତଳ ପୃଷ୍ଠ ଥିବ, 3ଟି ସମତଳ ପୃଷ୍ଠ ଥିବ, 4ଟି ସମତଳ ପୃଷ୍ଠ ଥିବ, 5ଟି ସମତଳ ପୃଷ୍ଠ ଥିବ, 6ଟି ସମତଳ ପୃଷ୍ଠ ଥିବ। ଏହି ଆକୃତି ଗୁଡ଼ିକ ସଜେଇବେ ହେଲା। କଣ କଣ କୋଉ ଜିନିଷଟାରେ ଅଛି ଚାଲ ଆଲୋଚନା କରିବା। ଦେଖ ପିଲାମାନେ ଏଇଠୁ F ପ୍ଲସ୍ V ପ୍ଲସ୍ E ଏଟା କାହାର ସୂତ୍ର ଜାଣିଛ? ଏଟା ହଉଛି ଆଇଲରଙ୍କ ସୂତ୍ର ହେଲା। ଏଟା ହେଲେ କଣ ପାଇବ? ଶୀର୍ଷ ବିନ୍ଦୁ ସଂଖ୍ୟା ଯୋଉ ଅଛି ହେଲା। ଏଟା ଆଇଲରଙ୍କ ସୂତ୍ର କାହାର? ଗୋଟେ ଗଣିତଜ୍ଞ ଆଇଲରଙ୍କ ସୂତ୍ର ହେଲା। ଆଇଲର F ପ୍ଲସ୍ V ପ୍ଲସ୍ E ଆଇଲରଙ୍କ ସୂତ୍ର। ଚାଲ ପିଲାମାନେ ଦେଖିବ ଶୂନ୍ୟ ଧାର ଗୋଟିଏ ସମତଳ ପୃଷ୍ଠ ଥିବ ଯାହା ବା ଗୋଟିଏ ସମତଳ କାହାର ଅଛି? ଗୋଲକର ପିଲାମାନେ ଗୋଲକ ଜାଣିଛି। ଗୋଲକର ଗୋଟିଏ ହିଁ ସମତଳ ପୃଷ୍ଠ ଅଛି ହେଲା। 2ଟି ସମତଳ ପୃଷ୍ଠ କାହାର ଅଛି? ଶଙ୍କୁ କୋନ୍ ଶଙ୍କୁ ଦେଖିଥିବ ପିଲାମାନେ ଶଙ୍କୁର। 3ଟି ସମତଳ ପୃଷ୍ଠ କାହାର ଅଛି ପିଲାମାନେ? ସିଲିଣ୍ଡର ସିଲିଣ୍ଡର ଦେଖିଥିବ। ସିଲିଣ୍ଡର 3ଟି ସମତଳ ପୃଷ୍ଠ ଅଛି। 4ଟି ସମତଳ ପୃଷ୍ଠରେ କାହାର ଅଛି ପିଲାମାନେ? ତ୍ରିଭୁଜାକୃତି ପିରାମିଡ ତ୍ରିଭୁଜା ଆକୃତିର ପିରାମିଡ ତ୍ରିଭୁଜାକାର ବା ହଁ ତ୍ରିଭୁଜାକାର ବି କଲେ ବି ହବ। ତ୍ରିଭୁଜାକାର ପିରାମିଡ 5 ଖଣ୍ଡ ସମତଳ ପୃଷ୍ଠ କାହାର ଅଛି? ତ୍ରିଭୁଜାକାର ପ୍ରିଜମ 5ଟି ତଳ। ଆଉ ପଢୁଥିଲେ ସେତେବେଳେ ତ୍ରିଭୁଜାକାର ପ୍ରିଜମ 5ଟି ତଳ ଅଛି ହେଲା। ଏଠି ଦେଖ ଉପରଟାରେ ପଡୁଥିଲେ ଦେଖିପାରୁଛ ନା? ଏଠି ଉପରେ ପଡୁଥିଲେ ଏଇ ପ୍ରିଜମରେ ତ୍ରିଭୁଜାକାର 5ଟି ତଳ ଅଛି। 6ଟି ତଳ କାହାର ଅଛି ପିଲାମାନେ? ଘନକ ଆୟତ ଘନ ବା ଯେତିକ ଘନ ସମଘନ ବି ହବ। ଆୟତ ଘନ ବର୍ଗ ଘନ ଏଇଗା ସବୁ ଆୟତ ଘନ ହେଇପାରିବ। 6ଟା ତଳ ଆୟତ ଘନ ତ ସଜେଇଲେ ତୁମେ 3ଟି ସମତଳ ପୃଷ୍ଠ ନେଇ ତ୍ରିମାତ୍ରିକ ଆକୃତି ତିଆରି କରିପାରିବ। ହଁ ହେଇପାରିବ। ତାପରେ ଦେଖ ପିଲାମାନେ ଏବେ କଣ କହିଛି ସେ? ଧାର ସଂଖ୍ୟା ଅନୁସାରେ ତ୍ରିମାତ୍ରିକ ଆକୃତି ଗୁଡ଼ିକ ସଜା। ଏଠାରେ ସେମାନଙ୍କ ନାମ ଧାର ସଂଖ୍ୟା ଅନୁସାରେ 6ଟି ଧାର ଥିବ। 6ଟି ଧାର କାହାର ଅଛି ପିଲାମାନେ? ସେଇ ସମାନ ହେଉଛି ହେଲା। ସେଇ ସମାନ ଅନୁସାରେ ହିଁ ହବ। ଏଇ ଗୋଲକର 6ଟି ଧାର ଅଛି। କି କାହାର ଧାର ନାହିଁ ସେଠି ଦେଖିବା। 6ଟି ଧାର ଗୋଲକର କେତେଟା ଧାର ଅଛି ପିଲାମାନେ ଜାଣିଛ ନା? ଗୋଲକର ମାତ୍ର ଶୂନ୍ୟ ଧାର। ଗୋଲକର ଧାର ନାହିଁ। ଆର ଯୋଉ ଗୋଲକ ଗୋଲ ଯେଟା ତାର ଧାର ଅଛି କି? ନାହିଁ। ଆର ଧାର ନାହିଁ। ଶଙ୍କୁର କେତେଟା ଧାର ଅଛି? ମାନେ ଗୋଟିଏ ଧାର ଅଛି। ଶଙ୍କୁର କେତେଟା ଧାର ଅଛି? ଗୋଟେ। ସିଲିଣ୍ଡର କେତେଟା ଧାର ଅଛି ପିଲାମାନେ ଜାଣିଛ ନା? 2ଟା ଧାର। ସିଲିଣ୍ଡର 2ଟା ଧାର। ତ୍ରିଭୁଜାକାର ପିରାମିଡର କେତେଟା ଧାର ଅଛି ଜାଣିଛ ନା? 6ଟା ଧାର। ତ୍ରିଭୁଜାକୃତ ପିରାମିଡର 6ଟା ଧାର।
ଉପରେ ପଡିଥିବ ନା ନାଇଁ ବାହୁ। ଦେଖ ଏଠି ଛଅଟା। ତ୍ରିଭୁଜାକୃତ ବିଶିଷ୍ଟ ପ୍ରିଜମ, ତ୍ରିଭୁଜାକୃତ ପିରାମିଡ। ତ୍ରିଭୁଜ ଛଅଟା ଧାର, ଏଠି ଛଅଟା ଧାର କେମିତି? ଏକ ଦୁଇ ତିନି ଚାରି, ଏକ ଦୁଇ ତିନି ଚାରି ପାଞ୍ଚ, ହଁ ଏଠି ସରି ଏଠି ଛଅଟା ଧାର ହବ ହେଲା। ଏଇ ତିନିଟା କରୁଛି, ଛଅଟା ଧାର ହବ କେତେ? ଛଅଟା। ଶୀର୍ଷ ତାହେଲେ କେତେଟା ହବ ପିଲାମାନେ ଦେଖିବେ? ଏକ ଦୁଇ ତିନି ଚାରି। ଶୀର୍ଷ ବି ମଧ୍ୟ ଛଅଟା ହବ, କେତେଟା ହବ? ଛଅଟା ହବ। ଆରେ ଶୀର୍ଷ ମଧ୍ୟ ଛଅଟା ହବ ହେଲା। ଦି ଗୁଣ ହବ, ସରି ଏଟା ଏଟା ବି ଛଅଟା ହବ ହେଲା। ବର୍ଗାକୃତିରେ ମଧ୍ୟ ସେମିତି ହବ। ବର୍ଗାକୃତିରେ, ବର୍ଗାକୃତି ମାନେ ଆର ଦି ଗୁଣ। ଏଠି କେତେଟା ହବ ପୃଷ୍ଠ? ଏକ ଦୁଇ ତିନି ଚାରି ପାଞ୍ଚଟା ଦେଇଛି। ଦେଖିବା ଆଗାମୀ ଦିନ ମାନଙ୍କରେ। ତାହେଲେ ମୁଁ କଣ କହିଲି? ଛଅଟି ଧାର କାହାର ଦେଇଥିବ ପିଲାମାନେ? ଛଅଟି ଧାର ଥିବ କୋଉଟା? ତ୍ରିଭୁଜାକୃତ ପିରାମିଡ। ତ୍ରିଭୁଜାକାର ପିରାମିଡ ଛଅଟା ଧାର। ହଁ, ଛଅଟା ଧାର। ତାପରେ ଆଠଟା ଧାର କାହାର ଅଛି ପିଲାମାନେ? ଆଠଟି ଧାର। ଆଠଟି ଧାର କାହାର ଅଛି ଭାବ? ନଅଟି ଧାର କାହାର ଅଛି ତାକୁ ଭାବ? ଆଉ 12ଟି ଧାର କାହାର ଅଛି ତାକୁ ଭାବ? 12ଟି ଧାର କାହାର ଅଛି ପିଲାମାନେ? ଆୟତ ଘନ। ଆୟତ ଘନ। 9ଟି ଧାର ଆଉ 8ଟି ଧାର। 8ଟି ଧାର କାହାର ଅଛି? ଉପରେ ଅଛି କି 8ଟି ଧାର ବାଲା? ବର୍ଗାକୃତି ପ୍ରିଜିମ ହବ। 6ଟି ବର୍ଗାକୃତି ପ୍ରିଜିମର 8ଟି ଧାର ହବ। ବର୍ଗାକୃତି ପ୍ରିଜମ, ପ୍ରିଜିମ ଯେଟା। 9ଟି ଧାର କାହାର ଥିବ ପିଲାମାନେ? 9ଟି ଧାର। 9ଟି ଧାର କାହାର? 9ଟି, 9ଟା ଧାର ଥିବ। 9ଟା କଣ ଥିବ? 9ଟା ଧାର। 9ଟା ଧାର। 9ଟା ଧାର କାହାର ଅଛି ପିଲାମାନେ? କାହାର ଥିବ? ତ୍ରିମାତ୍ରିକ କୃତି ହଉଛି ତ୍ରିଭୁଜାକାର ପ୍ରିଜମ ହବ ପିଲାମାନେ। କଣ ହବ? ତ୍ରିଭୁଜାକାର, ତ୍ରିଭୁଜାକାର ପ୍ରିଜମ। ଅର୍ଥାତ୍ ତ୍ରିଭୁଜାକାର ପ୍ରିଜମରେ 9ଟା ଧାର ଅଛି ହେଲା। 8ଟି ଧାର, 8ଟି ଧାର ମୁଁ ତୁମ ମାନଙ୍କୁ କହିଲି ପିଲାମାନେ। 8ଟି, 8ଟା ଧାର। ଆଠଟା ଧାର ମୁଁ ସେତେବେଳେ କହୁଥିଲି। 8ଟା ଧାର ମାନେ ବର୍ଗାକୃତି ପିରାମିଡ ହବ। ବର୍ଗାକାର ପିରାମିଡ। ପ୍ରିଜମ ହବନି, ବର୍ଗାକାର ପିରାମିଡ ହବ ହେଲା। ନୂଆ ନୂଆ ବିଷୟ, ସମୟ ଟିକେ ଲାଗୁଛି। ବର୍ଗାକାର ପିରାମିଡ, ପିରାମିଡ, ବର୍ଗାକୃତି ପିରାମିଡ। ଆର ଧାର ସଂଖ୍ୟା କେତେ? ବର୍ଗାକୃତ ପିରାମିଡର ଧାର ସଂଖ୍ୟା ହଉଛି, ଠିକ ଅଛି ହେଲା।
ଏଇଟା ଗୋଟେ ପରିବର୍ତ୍ତନ ହେଇଛି ପିଲାମାନେ, ତ୍ରିଭୁଜାକୃତି ବିଶିଷ୍ଟ ପିରାମିଡ 4 4 6 କରାହେଇଛି। ଆଉ କିଛି ପରିବର୍ତ୍ତନ ନାହିଁ ହେଲା। ତାପରେ ଦେଖ, ଗୋଟିଏ ଲଡୁ ଗୋଟି ନେଇ ଏହାର ସଂଖ୍ୟା 1 ଥିବା ପୃଷ୍ଠକୁ ଦେଖ। ସଂଖ୍ୟା 1 ଲେଖା ଥିବା ପୃଷ୍ଠରେ ବିପରୀତ ପୃଷ୍ଠ ସଂଖ୍ୟା ହଉଛି 6। ମାନେ 1 ର ବିପରୀତ ହଉଛି କେତେ? 6। ତଳେ ଦେଇଥିବା ପୃଷ୍ଠର ବିପରୀତ ପାର୍ଶ୍ୱ କେଉଁ ସଂଖ୍ୟା ଅଛି? ଦେଖ, 1 ର ବିପରୀତ 6 ମାନେ, ତାହେଲେ ପିଲାମାନେ କଣ ହେଇଥିବ ଭାବୁଛ? 2 ର ଥିବାର ପୃଷ୍ଠ, 2 ଥିବା ପୃଷ୍ଠ, 2 ର ବିପରୀତ କିଏ ହବ ବୋଲି ଭାବୁଛ? କେମିତି ଜାଣିବା? ଏଇଟା ଗୋଟେ ବିଚିତ୍ର ବିଷୟ। ଏଟାକୁ ଟିକେ ବୁଝିବା। ବୁଝିବା କି ତାପରେ ଯାଇକି ଆଲୋଚନା କରିଲେ ତମେ ଗଲେ ବୁଝିପାରିବ ହେଲା। ଦେଖ ପିଲାମାନେ, ଏଠି କଣ ଦେଇଛି? ଗୋଟିଏ ଲଡି ଗୋଟି ନିଅ, ଏହାର ସଂଖ୍ୟା 1 ଥିବା ପୃଷ୍ଠକୁ ଦେଖ। ସଂଖ୍ୟାର 1 ଲେଖା ଥିବା ପୃଷ୍ଠର ବିପରୀତ ପାର୍ଶ୍ୱ ହଉଛି 6 ହେଲା। ତେବେ ତଳେ ଦିଆଯାଇଥିବା ପୃଷ୍ଠର ବିପରୀତ ପାର୍ଶ୍ୱ କେଉଁ ସଂଖ୍ୟା ଥିବ? ଦେଖ, ବିପରୀତ ସଂଖ୍ୟା ମିଶିଲେ କେତେ ହେବା ହଉଥିବ? 7 ହଉଥିବ ହେଲା। ତାହେଲେ 2 ର ବିପରୀତ କେତେ ମିଶିଲେ 7 ହବ? 2 ରେ କେତେ ମିଶିଲେ 7 ହବ ପିଲାମାନେ? 5। ତାହେଲେ ସଂଖ୍ୟା 2 ଥିବା ପୃଷ୍ଠର ବିପରୀତ କିଏ ହବ? 5। 3 ରେ କେତେ ମିଶିଲେ 7 ହବ ପିଲାମାନେ? 4। 4 ରେ କେତେ ମିଶିଲେ ହବ ତାହେଲେ ପିଲାମାନେ? 3। ସେହିପରି ଭାବରେ 2 ନମ୍ବର କଣ କହିଛି? ଓ 1 ଲେଖାଥିବା ପୃଷ୍ଠ ସହିତ ସାଧାରଣ ଧାର ଥିବା ପୃଷ୍ଠ ସଂଖ୍ୟା କେତେଟା? ସାଧାରଣ ଧାର କିଏ ଅଛି ତାହେଲେ? ଏକଡରେ 2 ହେଲା, ତାପରେ ଏକଡରେ 3 ଅଛି, ଏଠି 4 ଅଛି, ଏଠି 5 ଅଛି। କୋଉ କୋଉ ସଂଖ୍ୟା ଅଛି? 2 ଗୋଟେ ହବ, 3 ହବ, ତାପରେ ଏପଟେ 4 ହବ, 5। ସାଧାରଣ ଧାର, ବୁଝିପାରିଲ? ସାଧାରଣ, ଇଏ ଗୋଟେ ସାଧାରଣ, ଇଏ ଗୋଟେ ସାଧାରଣ, ଇଏ ଗୋଟେ ସାଧାରଣ, ଇଏ ଗୋଟେ ସାଧାରଣ। କେତେଟା ହେଲା? 4ଟା। ଠିକ ସେମିତି 1 ଲେଖାଥିବା ପୃଷ୍ଠ ସହିତ ସାଧାରଣ ଧାର ନଥିବା, ସାଧାରଣ ଧାର କୋଉଟା ନାହିଁ? 6 ନାହିଁ। 6ଟା ନାହିଁ, 6ଟା ଆର ପଟେ ରହିଯାଇଛି ହେଲା। ତାପରେ ଦେଇଛି କଣ? ନିମ୍ନରେ ଥିବା ଗୋଟିଏ ସମଘନ 3ଟି ଭିନ୍ନ ପଟର ଦୃଶ୍ୟ ଦେଖ। ଗୋଟେ ସମଘଟନ 3ଟା ଭିନ୍ନ ପଟର ଦୃଶ୍ୟ ଦେଇଛି ତୁମକୁ ହେଲା। ଲାଲ ପାର୍ଶ୍ୱର ବିପରୀତ ପାର୍ଶ୍ୱ କେଉଁ ରଙ୍ଗ? ଦେଖ, ଉପରେ ଦେଇଛି ଚିତ୍ର ଗୁଡିକ ମୋର ବାମ ପଟୁ ଚିତ୍ର ପିରାମିଡ, ଏହା ଜାଲେରୁ ତିଆରି ହେବ। ଏଇ ଆହାର ବିପରୀତ କିଏ ହବ ପିଲା? ଲାଲ ହଳଦିଆର ବିପରୀତ କିଏ ହବ? ଆର ଲାଲିର ବିପରୀତ କିଏ ହବ? ଆଉ ହଳଦିଆର ବିପରୀତ କିଏ ହବ? ଚାଲ ଦେଖିବା। ବିପରୀତ ହେଲେ ଠିକ ସେମିତିକା, ମାନେ ଆର ବିପରୀତ ଏଇପଟେ ଯୋଉଟା ଥିବ ସେ ତାର ବିପରୀତ ହବ। ଲାଲିର ବିପରୀତ କିଏ ହବ? ହଳଦିଆର ବିପରୀତ ପାର୍ଶ୍ୱରେ କୋଉ ରଙ୍ଗ ରହିବ? ଏଇଠି ଦେଖିଲେ ଜଣା ପଡିଯିବ ପିଲା ହେଲା। ଦେଖ ପିଲାମାନେ, ଏଠି ଚିତ୍ର ଦେଇଛି ତୁମମାନଙ୍କୁ। ସେ କଣ କରୁଛି? ତିନୋଟି ଯାକ ଚିତ୍ର ଅନୁଧ୍ୟାନ କଲେ ଜଣା ପଡିବ ଯେ ଲାଲି ରଙ୍ଗ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ, ଲାଲର ବିପରୀତ ପାର୍ଶ୍ୱ କେଉଁ ପିଲା ହବ? ବାଇଗଣୀ। ଏଇ ରଙ୍ଗଟା ହବ ପିଲା ବାଇଗଣୀ। କଣ ହବ? ଏଟା ହବ, ଏଟା ବାଇଗଣୀ। ବାଇଗଣୀ ହେଲା। ହଳଦିଆ ରଙ୍ଗର ବିପରୀତ ପାର୍ଶ୍ୱରେ କୋଉ ରଙ୍ଗ ହବ ପିଲା? ହଳଦିଆ କମଳା। କମଳା ହେଲା। ତାପରେ ସବୁଜ ରଙ୍ଗର ବିପରୀତ କଣ ହବ ପିଲାମାନେ? ସବୁଜର ହବ ନୀଳ। ଠିକ। ତାପରେ କଣ କହିଛି ସିଏ? ଏଇଟା କହିଛି କଣ? ଯେ ସମସ୍ତ ଆକୃତି ଥିବା ଆକୃତି ପୃଷ୍ଠର ନାଲି ରଙ୍ଗ ଦିଏ। ସମସ୍ତ ଆକୃତିରେ ଥିବା ଆୟତାକୃତି ପୃଷ୍ଠକୁ କଣ କର? ନାଲି ରଙ୍ଗ ଦିଏ। ସମସ୍ତ ଆକୃତିରେ, କୋଉଠି ଆକୃତି କାହିଁରେ? ଆଉ ଏଇଗାକୁ ସବୁ କଣ କରିବ? ନାଲି ରଙ୍ଗ ଦବ ତୁ ହେଲା। ଏଇଠି ଯୋଉ ଏଇ ଚିତ୍ର ଚାରିପଟ ଦିଆହେଇଛି, ଯେଟା ଆୟତାକୃତି, ଏଇବାଟେ ଏଇ ଯୋଉ ଆୟତାକୃତି, ଏଇଟା ଆୟତାକୃତି, ଏଇଟା ଆୟତାକୃତି, ଆକୁ କଣ? ନାଲି ରଙ୍ଗ ଦବ ହେଲା। ତାପରେ 2 ନମ୍ବର ତ୍ରିଭୁଜାକୃତି ପୃଷ୍ଠ ଥିବା ଆକୃତି ଏକ ହସିଲା ମୁହଁ ଆଙ୍କ। ତ୍ରିଭୁଜାକୃତି ପୃଷ୍ଠ ଥିବା ଆକୃତିରେ, ଏଇଠି ତ୍ରିଭୁଜାକୃତି ଅଛି, ଆକୁ ହସିଲା ମୁହଁ, ମାନେ ମଜ, ଯେମିତି ହସୁଥିବ ସେଇ ମଜଟା ଦବ, ବୁଝିପାରିଲ ନା? ବର୍ଗ ପୃଷ୍ଠ ଭରି ବର୍ଗ ପୃଷ୍ଠ ବିଶିଷ୍ଟ ଆକୃତି ପୂରକ ତାରା ଚିହ୍ନ, ବର୍ଗାକୃତି।
ବର୍ଗ ଭିତରେ ତାରା ଚିହ୍ନ ଏଠି ଆଉ ଚାରିକଡ଼ ଚିତ୍ର କୁହାଯାଏ ହଁ। କଣ ନଥିବା ସ୍କୃତ ନୀଳ ରଙ୍ଗ ଦିଅ କଣ କାହାର ନାହିଁ ଆର ଏଇମାନଙ୍କ ତାକୁ ନୀଳ ରଙ୍ଗ ଦବ ବୁଝିପାରିଲ। ସମାନ ବିପରୀତ ପୃଷ୍ଠ ଥିବା ଆକୃତି ଗୋଟେ ଗୋଲ ବୁଲା ସମାନ ବିପରୀତ ଆର ବିପରୀତ ସମାନ କଣ କରିବୁ ଆର ବିପରୀତ ସମାନ ବିପରୀତ ସମାନ ଆର ବିପରୀତ ସମାନ ଆର ବିପରୀତ ଏମାନେ ସବୁ ସମାନ ଯେମାନଙ୍କର ବିପରୀତ ସବୁ ସମାନ ସେମାନଙ୍କୁ କଣ କରିବ ଏଇ ଜିନିଷ ଦବ ଏଇ ଚିତ୍ର ଚାରିପଟେ ହେଇଛି ଦେଖ ପିଲା ଏଇ ଚିତ୍ର ତୁମେ କରିବ ତୁମେ ଭାବନି ଯାଉ କୋଉଠି କରିବ ବୋଲି ବୁଝିପାରିଲ। ହଁ ଆଶା କରୁଛି ଭଲ ଲାଗିଥିବ। 5 ପୃଷ୍ଠ ତମେ ପଢିଲେ 1 ରୁ 5 ଯାହାବି ସମସ୍ୟା ହେଇଥିବ ପିଲାମାନେ ମେସେଜ କରିବ ମୁଁ ତୁମମାନଙ୍କୁ ଭଲ ଭାବରେ ବୁଝେଇଦେବି ହେଲା। ଧନ୍ୟବାଦ।